ଏକ ବିଶ୍ୱାସୀ ଜୀବନରେ ପ୍ରାର୍ଥନା ହେଉଛି ଏକ ଶକ୍ତି। ପ୍ରାର୍ଥନା ସମ୍ବନ୍ଧୀୟ ସତ୍ୟତା ଜାଣିବା ନିମନ୍ତେ ଆମେ ଈଶ୍ୱରଙ୍କର ବାକ୍ୟରୁ ଆମେ ଯଦି ଦେଖିବା ତାହେଲେ ଅନେକ ପଦ ଗୁଡ଼ାକ ଅଛି। ପ୍ରାର୍ଥନା ସମ୍ବନ୍ଧୀୟ ସେହି ଭରସା ଆମମାନେ ସ୍ମରଣ କରିପାରିବା। ଜିରିମିୟ 33:3 ପ୍ରଭୁ କହନ୍ତି ସେଠାରେ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମକୁ ଉତ୍ତର ଦେବା, ପୁଣି ତୁମ୍ଭର ଅଜ୍ଞାତ ମହତ୍ ଓ ଦୁଷ୍କର ବିଷୟମାନ ତୁମକୁ ଦେଖାଇବା। ବାସ୍ତବିକ ଯେଉଁମାନେ ପ୍ରଭୁଙ୍କଠାରେ ପ୍ରାର୍ଥନା କରନ୍ତି, ପ୍ରଭୁ ତାଙ୍କରି ବାକ୍ୟ ପ୍ରକାରେ ଏହି ପ୍ରକାର ହିଁ ସେ ସାଧନ କରିଥାନ୍ତି। ମହତ୍ ବିଷୟ ଗୁଡ଼ାକ, ଦୁଷ୍କର ବିଷୟ ଗୁଡ଼ାକ ସେ ଦେଖାଇଥାନ୍ତି, ଦୃଶ୍ୟମାନ କରିଥାନ୍ତି। ପ୍ରଭୁଙ୍କର ବାକ୍ୟ ଅନୁସାରେ ଆହୁରି ମଧ୍ୟ ସେହି ପ୍ରାର୍ଥନାର ଯେଉଁ ସତ୍ୟତା ଯଦି ଦେଖିବା ତାହେଲେ ଆମେ ଦ୍ୱିତୀୟ ବଂଶାବଳୀ 7:14 ଯଦି ଆମେ ଦେଖିବା, ଦ୍ୱିତୀୟ ବଂଶାବଳୀ 7:14 ଏକ ଅତି ସୁପରିଚିତ ଅଂଶ ଆମ ସମସ୍ତଙ୍କ ନିମନ୍ତେ। ପ୍ରାର୍ଥନା ନିମନ୍ତେ ଆମମାନଙ୍କୁ ସେହି ପ୍ରଭୁଙ୍କର ବାକ୍ୟ ଉତ୍ସାହ ଆଣିଦିଏ। ସେଠାରେ ଲେଖାଯାଏ, ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣାକୁ କୁପଥରେ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କର ଦେଶ ସୁସ୍ଥ କରିବା। ଏହି ବାକ୍ୟ ଆମମାନଙ୍କୁ ଉତ୍ସାହ ଆଣିଦିଏ। କିନ୍ତୁ ପ୍ରଭୁ ଗୋଟିଏ କଣ୍ଡିସନ୍ କରିଛନ୍ତି। ସେହି ସର୍ତ୍ତ ହେଉଛି ଆମେ ସମସ୍ତେ ଯେପରି ପ୍ରଭୁଙ୍କର ମୁଖ ଅନ୍ୱେଷଣ କରି ପ୍ରାର୍ଥନା କରିବା ଆଉ କୁପଥରୁ ଫେରିବା। ତା ସହିତ ଆମେ ଦେଖୁ ଯେ ଯଦି ଆମେ ନମ୍ରତାର ସହିତ ପ୍ରାର୍ଥନା କରିବା, ତେବେ ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣିବେ, ପାପ ମଧ୍ୟ କ୍ଷମା କରିବେ। ଆହୁରି ମଧ୍ୟ ଯଦି ଆମେ ପ୍ରଭୁଙ୍କର ବାକ୍ୟର ଯଦି ଦେଖିବା ତାହେଲେ ଆମେ ସ୍ମରଣ କରିବା, ପ୍ରଭୁ ନିଜେ କହନ୍ତି ମାଥ୍ୟୁ 7:7 ମାଗ ସେଥିରେ ତୁମମାନଙ୍କୁ ଦିଆଯିବ, ଖୋଜ ସେଥିରେ ତୁମେମାନେ ସନ୍ଧାନ ପାଇବ, ଦ୍ୱାରରେ ମାର ସେଥିରେ ତୁମମାନଙ୍କ ନିମନ୍ତେ ଫିଟାଇ ଦିଆଯିବ। କାରଣ ଯେ କେହି ମାଗେ ସେ ପାଏ, ଯେ ଖୋଜେ ସେ ସନ୍ଧାନ ପାଏ, ଆଉ ଯେ ଦ୍ୱାରରେ ମାରେ ତାହା ନିମନ୍ତେ ଫିଟାଇ ଦିଆଯାଏ। ହଁ, ଏହି ପ୍ରକାର ଆମମାନଙ୍କର ପ୍ରାର୍ଥନା ହେବାର ଅଛି। ଆମମାନଙ୍କର ପ୍ରାର୍ଥନା ଯେ ମାଗିବା ସଦୃଶ୍ୟ, ଖୋଜିବା ସଦୃଶ୍ୟ ଓ ଆଘାତ କରିବା ସଦୃଶ୍ୟ ଦ୍ୱାରରେ, ସେହି ପ୍ରକାର ପ୍ରାର୍ଥନା ପ୍ରଭୁ ଚାହାନ୍ତି ଆମମାନଙ୍କ ଜୀବନରୁ। ଆହୁରି ମଧ୍ୟ ଯଦି ପ୍ରଭୁଙ୍କର ବାକ୍ୟ ଦେଖିବା ତାହେଲେ ଆମେ ଯଦି ଦେଖିବା ଯୋହନ 15 ସେହି 15 ଆମେ ଦେଖୁ ଯେ କେଉଁମାନଙ୍କର ପ୍ରାର୍ଥନା ପ୍ରଭୁ ଶୁଣିଥାନ୍ତି ସେହି ବିଷୟ ଲେଖାଯାଏ। ଯୋହନ 15 ଆମେ ଯଦି ଦେଖିବା ସେଟା ଲେଖାଯାଏ ଯୋହନ 15 ତାର 7 ଯଦି ତୁମମାନେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କ ଠାରେ ରୁହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ ଆଉ ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ। ଯେକୌଣସି ବିଷୟ ଇଚ୍ଛା କଲେ ବି ଆଉ ସେ ପ୍ରଦାନ କରନ୍ତି, ସାଧନ କରନ୍ତି। କିନ୍ତୁ ସେ ଆମମାନଙ୍କ ଠାରୁ ଚାହାନ୍ତି ଯେ ମୋ ଠାରେ ରୁହ ଆଉ ମୋର ବାକ୍ୟ ଯଦି ତୁମମାନଙ୍କ ଠାରେ ରୁହେ। ହଁ ପ୍ରିୟମାନେ, ପ୍ରଭୁଙ୍କର ବାକ୍ୟ ପ୍ରକାର ହିଁ ଆମମାନଙ୍କର ପ୍ରାର୍ଥନା ହେବା ଦରକାର। ଆଉ ଆମେ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଆମେ ଯଦି ପ୍ରାର୍ଥନା କରିବା, ତେବେ ପ୍ରଭୁ ଆମମାନଙ୍କର ପ୍ରତ୍ୟେକ ପ୍ରାର୍ଥନା ସେ ଶୁଣିବେ। ଆହୁରି ମଧ୍ୟ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ଯେ ପ୍ରଭୁ ଆମମାନଙ୍କୁ ଆଉ କହନ୍ତି ଯେ ଯଦି ତୁମମାନେ ମୋହର ଇଚ୍ଛା ଅନୁସାରେ ପ୍ରାର୍ଥନା କରିବ, ତେବେ ତୁମମାନଙ୍କର ସାହସ ଅଛି ପ୍ରାର୍ଥନା କରିବା ନିମନ୍ତେ। ଆମେ ପ୍ରଥମ ଯୋହନ 5 ତାର 14 ଯଦି ଦେଖିବା, ସେଠାରେ ଲେଖାଯାଏ, ପୁଣି ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛା ଅନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି। ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସଟି ଅଛି। ହଁ ପ୍ରିୟମାନେ, ପ୍ରଭୁଙ୍କର ଠାରେ ପ୍ରାର୍ଥନା ଯଦି କରିବା ତାହାଙ୍କର ଇଚ୍ଛା ପ୍ରକାରେ, ତାହେଲେ ସେ ଆମମାନଙ୍କର ପ୍ରାର୍ଥନା ଶୁଣିଥାନ୍ତି ଆଉ ସେ ଆମମାନଙ୍କୁ କହୁଅଛନ୍ତି ଯେ ତୁମେ ଏହି ପ୍ରକାର ପ୍ରାର୍ଥନା କରିପାର। ସେଥି ନିମନ୍ତେ ଆମେ ସାହସ ପ୍ରାପ୍ତ ହୋଇପାରିବା। ପ୍ରଭୁଙ୍କର ଇଚ୍ଛା କ'ଣ ଅଟେ
ଆମେ ଯଦି ଦେଖିବା ପ୍ରଭୁଙ୍କର ବାକ୍ୟରେ ଅନେକ ବାକ୍ୟ ଗୁଡ଼ାକ ଅଛି। ଈଶ୍ୱରଙ୍କର ଇଚ୍ଛାର ଅର୍ଥ ପବିତ୍ର ହେବା। ଏହା ହିଁ ଈଶ୍ୱରଙ୍କ ଇଚ୍ଛା ବୋଲି ସେ ତାଙ୍କର ବାକ୍ୟରେ ପ୍ରକାଶ କରନ୍ତି। ତେଣୁ ଆମେ ପବିତ୍ରତାର ସହ ପ୍ରାର୍ଥନା କରିବା ଆଉ ପ୍ରଭୁଙ୍କର ଇଚ୍ଛା ପ୍ରକାରେ ପ୍ରାର୍ଥନା କରିବା। ଯଦି ଆମମାନଙ୍କ ଜୀବନ ପବିତ୍ରତାର ଜୀବନ ନ ହୁଏ, ପ୍ରଭୁଙ୍କର ସନ୍ତୋଷର ଜୀବନ ନ ହୁଏ, ତାହେଲେ ଆମେ କେବେ ବି ଯେତେ ପ୍ରାର୍ଥନା କଲେ ବି ଆମମାନଙ୍କର ପ୍ରାର୍ଥନା ପ୍ରଭୁଙ୍କ ଠାରେ ଗ୍ରହଣୀୟ ହେବ ନାହିଁ ବା ପ୍ରଭୁ ଆମମାନଙ୍କର ପ୍ରାର୍ଥନା କେବେ ବି ସେ ଶୁଣିବେ ନାହିଁ। ଆମେ ସମସ୍ତେ ଜାଣୁ ପ୍ରଭୁଙ୍କର ବାକ୍ୟରେ ଅଛି ଯେ ଆମେମାନେ ଯଦି ମନ ମଧ୍ୟରେ ଅଧର୍ମକୁ ଆଦର କରିବା ତାହେଲେ ଆମମାନଙ୍କର କଥା ପ୍ରଭୁ ଶୁଣିବେ ନାହିଁ। ଗୀତ ସଂହିତା 66 ତାର 18 ପଦରେ ଲେଖାଯାଏ, ଯେବେ ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ ତେବେ ପ୍ରଭୁ ମୋ କଥା ଶୁଣିବେ ନାହିଁ। ହଁ, ମନ ମଧ୍ୟରେ ଅଧର୍ମକୁ ଯଦି ଆମେ ଆଦର କରୁ ତାହେଲେ ଯେତେ ପ୍ରାର୍ଥନା କଲେ ବି ପ୍ରଭୁ ଶୁଣନ୍ତି ନାହିଁ। ତେଣୁକରି ଆମମାନେ କେବେ ବି ମନ ମଧ୍ୟରେ ଅଧର୍ମକୁ ଆଦର କରି ଆମେ କେବେ ପ୍ରାର୍ଥନା କରିବା ନାହିଁ। ପ୍ରଭୁ କେବେ ଶୁଣିବେ ନାହିଁ। ଆଉ ଅନେକ ସମୟରେ ଆମେ ମାଗିଥାଉ କିନ୍ତୁ ପାଇନଥାଉ। ତାର କାରଣ ମଧ୍ୟ ଆମେ ଦେଖୁ ଯାକୁବ 4 ତାର 3 ପଦରେ ସେଠାରେ ଲେଖାଯାଏ, ତୁମେମାନେ ମାଗିଥାଅ କିନ୍ତୁ ପାଇନଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଉ। ହଁ, ଆମେ ଅନେକ ସମୟରେ ମାଗିଥାଉ ସୁଖ ଅଭିଳାଷ ନେଇକି। ଆଉ ଆମେ ଅନେକ ସମୟରେ ପ୍ରାର୍ଥନା କରିଥାଉ ଯେ ବ୍ୟର୍ଥ ଭାବେ ଅନେକ ବିଷୟ ଆଉ ବ୍ୟୟ କରିବା ପାଇଁ, କିନ୍ତୁ ଆମମାନଙ୍କର ପ୍ରାର୍ଥନା ଶୁଣା ଯାଇନଥାଏ। କାରଣ ଆମମାନଙ୍କର ସୁଖ ବିଳାସରେ ବ୍ୟୟ କରିବା ନିମନ୍ତେ ଆଉ ମନ୍ଦ ଅଭିପ୍ରାୟରେ ମାଗିଥାଉ ବୋଲି। ତେଣୁ ପ୍ରିୟମାନେ, ଆମମାନେ ଉଚିତ ଭାବେ ପ୍ରଭୁଙ୍କର ବାକ୍ୟ ଅନୁସାରେ ମାଗିବା, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ଯଦି ଏପର୍ଯ୍ୟନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରୁନାହାନ୍ତି, ନିଜକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କରି ପ୍ରଭୁଙ୍କୁ ବିଶ୍ୱାସ କରନ୍ତୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ବୋଲି। ଆଉ ପ୍ରଭୁଙ୍କୁ ଗ୍ରହଣ କରି ପ୍ରଭୁଙ୍କର ଏହି ପ୍ରକାର ପ୍ରାର୍ଥନା କରି ଆଗକୁ ବଢ଼ନ୍ତୁ। ପ୍ରଭୁ ନିଶ୍ଚିତ ଭାବେ ଆପଣଙ୍କର ପ୍ରାର୍ଥନା ଶୁଣିବେ। ଯଦି ଭଲ ଲାଗିଲା ଏ ଅଳ୍ପ ସମୟର ଭିଡ଼ିଓ, ତାହେଲେ ଆପଣମାନେ ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ ଆଉ ଅନ୍ୟମାନଙ୍କୁ ସେୟାର କରନ୍ତୁ। ଆଉ ଯଦି ଏପର୍ଯ୍ୟନ୍ତ ନୂତନ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲରେ, ତାହେଲେ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ। ଶୁଣିଥିବାରୁ ଧନ୍ୟବାଦ।